प्रेज जिला प्रियमना प्रभुଙ୍କ ଲୋକମାନେ ଭାଇ ଭଉଣୀମାନେ ଆଜି ସବୁ ସକାଳର ପ୍ରଭୁଙ୍କର ଦାନ ସବୁ ସକାଳ ସମୟରେ ପବିତ୍ର ଆତ୍ମା ଆମ ସାଥିରେ ପ୍ରତ୍ୟେକ ଦିନ ନୂଆ ନୂଆ କଥାରେ ନୂଆ ନୂଆ ତାଙ୍କର ଆତ୍ମାରେ ଆମମାନଙ୍କ ସାଥିରେ ଆପଣମାନଙ୍କ ସାଥିରେ ସଦା ସର୍ବଦା ସବୁ ସକାଳ ସମୟରେ ଆମ ଥିଲେ କଥା ହେଉଛନ୍ତି। ଆଜି ମଧ୍ୟ ସଦାପ୍ରଭୁ ପରମେଶ୍ୱର ତାଙ୍କର ବାକ୍ୟ ଅନୁସାରେ ଆମମାନଙ୍କ ସାଥିରେ କଥା ହେଉଛନ୍ତି ବୋଲିକି ସର୍ବପ୍ରଥମେ ପରମେଶ୍ୱରକୁ ମୁଁ ଧନ୍ୟବାଦ ଜଣାଉଛି। ଆପଣମାନେ ଦେଖୁଥିବା ମୋ ଚ୍ୟାନେଲକୁ ଶୁଣୁଥିବା ପ୍ରଭୁଙ୍କର ବାକ୍ୟ ଆପଣମାନଙ୍କୁ ମଧ୍ୟ ପ୍ରଭୁଙ୍କ ନାମରେ ମୁଁ ପ୍ରେଜ୍ ଜଣାଉଛି। ହାଲେଲୁୟା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଆଜିର ପ୍ରସଙ୍ଗଟି ହେଉଛି ବ୍ୟଭିଚାର ପାପରୁ ଆମେ କିପରି ଆମେ ମୁକ୍ତି ପାଇପାରିବା। ବ୍ୟଭିଚାର ପାପରୁ ଆମେ କିପରି ମୁକ୍ତି ପାଇପାରିବା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଅନେକ ଲୋକମାନେ ପାପକୁ ପସନ୍ଦ କରନ୍ତି, ଅନେକ ଲୋକମାନେ ପାପକୁ ଆଦର କରନ୍ତି, ଅନେକ ଲୋକମାନେ ପାପକୁ ପ୍ରେମ କରନ୍ତି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ପିଲାଠୁ ଧରିକି ବୃଦ୍ଧ ପର୍ଯ୍ୟନ୍ତ ଅନେକ ଲୋକମାନେ ପାପକୁ ଆଦର କରୁଛନ୍ତି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଏହି ପ୍ରକାରେ ପାପ ଦିନକୁ ଦିନ କ'ଣ ହେଉଛି ବୋଇଲେ ଅଧିକ ହୋଇଯାଉଛି। ପ୍ରଭୁଙ୍କ ନାମରେ ମହିମା ହାଲେଲୁୟା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଇଏ ପାପ ଅଧିକରୁ ଅଧିକ କ'ଣ ହେଉଛି, ଅତ୍ୟଧିକ ହେଉଛି। ଏହି ପାପ ସରଳ ସିଧାରେ ମନୁଷ୍ୟମାନଙ୍କୁ ସରଳ ସିଧା ହିସାବରେ ନେଉଛନ୍ତି ନରକକୁ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଅନେକ ଲୋକମାନେ ପାପକୁ ପସନ୍ଦ କରିବା ଲୋକମାନଙ୍କୁ ମୁଁ ଆଜି ପ୍ରଭୁଙ୍କ ବାକ୍ୟ କହୁଛି ଯେ ତୁମେମାନେ ଯେଉଁ ବ୍ୟକ୍ତି ପାପକୁ ଆଦର କରୁଛନ୍ତି, ଯେଉଁ ବ୍ୟକ୍ତିମାନେ ପ୍ରେମ କରୁଛନ୍ତି, ସରଳ ସିଦ୍ଧା ଅନୁସାରେ ସେମାନେ ନରକକୁ ତାଙ୍କେ ଯାଉଛନ୍ତି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଚାଲନ୍ତୁ ପ୍ରଭୁଙ୍କ ଲୋକମାନେ ଆମେ ଯୋସେଫଙ୍କ ବିଷୟରେ ମଧ୍ୟ ଆପଣମାନଙ୍କୁ ମୁଁ ଠିଆ କରୁଛି। ଯୋସେଫଙ୍କ ଜୀବନରେ ଅନେକ ଗୁଡ଼ିଏ ସନ୍ଦର୍ଭରେ ଅନେକ ପାପ ଆସିଲା ସମୟରେ ଚାଲନ୍ତୁ ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଆଦି ପୁସ୍ତକ 39 ଅଧ୍ୟାୟ 12 ପଦ ଆମେ ପଢ଼ିବା। এই ଜାଗାରେ ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା, ମାତ୍ର ଯୋସେଫ ତାହା ହସ୍ତରେ ଆପଣ ବସ୍ତ୍ର ଛାଡ଼ି ବାହାରକୁ ପଳାଇଗଲେ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଫରୋଙ୍କ ସ୍ତ୍ରୀ ଯେତେବେଳେ ଯୋସେଫକୁ ଅତ ସୁନ୍ଦର ଥିଲେ, ଯୋସେଫ ସୁନ୍ଦର ବ୍ୟକ୍ତି ଥିଲେ। ଯୋସେଫ ମିଶ୍ର ଦେଶରେ ଫରୋଙ୍କ ଘରେ ଚାକର କାମ କରୁଥିବା ସମୟରେ ସେଇ ଯୋସେଫଙ୍କ ବହୁତ ସୁନ୍ଦର ଗୋଟେ ବ୍ୟକ୍ତି ଥିଲେ। ପ୍ରଭୁଙ୍କ ନାମରେ ମହିମା ହାଲେଲୁୟା। ସେଇ ଫରୋଙ୍କ ସ୍ତ୍ରୀ ଦେଖି ଯୋସେଫଙ୍କ ସାଥିରେ ପାପ କରିବା ପାଇଁ ବା ତାଙ୍କ ସାଥିରେ ଶୟନ କରିବା ପାଇଁ ମିଳିକି ତାଙ୍କୁ ଡାକିଲେ। କାହାକୁ? ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଯୋସେଫଙ୍କୁ ତାଙ୍କେ ଡାକୁଥିଲେ। ମାତ୍ର ଯୋସେଫଙ୍କ ପାଖରେ ଥିଲା ସବୁଠାରୁ ଭୟ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଯୋସେଫଙ୍କ ପାଖରେ କ'ଣ ଅଛି? ପ୍ରଭୁଙ୍କର ଭୟ ଥିବା ଯୋଗୁଁ ତାଙ୍କେ ମୁକ୍ତି ପାଇଥିଲେ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ତୁମମାନଙ୍କ ଜୀବନରେ ବା ଆମମାନଙ୍କ ଜୀବନରେ ଏହି ଆବଶ୍ୟକ ଯଦି ପରମେଶ୍ୱରଙ୍କ ଭୟ ଯଦି ଆପଣମାନଙ୍କ ଜୀବନରେ ଯଦି ଥାଏ, ଆପଣମାନେ ମଧ୍ୟ ପ୍ରଭୁଙ୍କର ଭୟ ମାନୁଥାଉ। ପ୍ରଭୁ ପ୍ରତ୍ୟେକ ପାପ ମୁକ୍ତରେ ତୁମମାନଙ୍କୁ ମୁକ୍ତି କରିବେ ବୋଲି ପ୍ରଭୁ କହୁଛନ୍ତି। ଯୋସେଫ ଜୀବନରେ ଯେପରି ମୁକ୍ତି କରିଥିଲେ, ଯୋସେଫଙ୍କ ପାପରୁ ଯେପରି ତାଙ୍କେ ଫରୋଙ୍କର ସ୍ତ୍ରୀଙ୍କୁ ଛଡ଼େଇ ଆଣିଥିଲେ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଆଜି ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱର ଯୀଶୁ ପବିତ୍ର ଆତ୍ମା ଏହି ଜାଗାରେ କ'ଣ କହୁଛନ୍ତି ବୋଇଲେ, ଯେଉଁମାନେ ମୋତେ ଭୟ କରୁଛନ୍ତି, ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଯେଉଁମାନେ ସଦାପ୍ରଭୁକୁ ଭୟ କରୁଛନ୍ତି, ସେମାନଙ୍କ ଜୀବନରେ କେଉଁ ପାପ ମଧ୍ୟ ଏଣ୍ଟ୍ରି ହେଇପାରିବ ନାହିଁ, କେଉଁ ପାପ ତାଙ୍କୁ ମଧ୍ୟ ଛୁଇଁ ପାରିବ ନାହିଁ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଯେଉଁମାନେ ପ୍ରଭୁଙ୍କୁ ଭୟ କରୁନାହାନ୍ତି, ସେହି ବ୍ୟକ୍ତିମାନେ ପାପକୁ ଆଦର କରିଥାନ୍ତି। ଯେଉଁ ବ୍ୟକ୍ତି ପ୍ରଭୁଙ୍କର ଭୟ ନଥାଉଛି ହୃଦୟରେ, ସେଇ ବ୍ୟକ୍ତିମାନେ ପାପକୁ ପ୍ରେମ କରିବାର ଗୋଟେ ବ୍ୟକ୍ତି ହୋଇଥାନ୍ତି। ଯୋସେଫ ପ୍ରଭୁଙ୍କ ସନ୍ନିଧିରେ ଭୟଭକ୍ତି କାଲିକି ବଞ୍ଚିଥିବା ଯୋଗୁଁ ଫରୋଙ୍କର ସ୍ତ୍ରୀ ତାଙ୍କୁ କିଛି କରିପାରେ, ତାଙ୍କ ସାଥିରେ ମଧ୍ୟ ପାପ ବ୍ୟଭିଚାର କରିପାରେ ନାହିଁ। କ'ଣ ପାଇଁ? ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ
जोसेफ पाखरे थिला प्रभुंकर भय। आज तुम पाखे अच्छी कि नहीं मुझे जानी प्रिय प्रभुंक लोक मैंने जो तुम पाखे प्रभुंकर भय नहीं बोले प्रभुंकर भय प्रभुंकर भयर गोटे आत्मा माग प्रभु सन्निधि प्रभु कहते माग तुमको दिज्व मत सुसमाचार 7 अध्याय 7 पदे प्रभु कहते माग तुमको दिज्व प्रिय मैंने प्रभुंक लोक मैंने सर्वप्रथमे आम प्रभुंक निकट में मांगवा पड़ो प्रभुंकर आत्मा लोड़ा बेले प्रभु को मांगवा पड़ो प्रभुंकर ज्ञान हो प्रभु मत व्यभिचार मत मुक्ति दियो पापर मुक्ति कर पापर मत दूर कर बोलिकी जो व्यक्ति प्रभु सन्निधि मागुंट से ही व्यक्ति की सदा प्रभु परमेश्वर मानक साहाय्य करुच्ची। हालेलुया। प्रिय माना प्रभु लोक मैंने अनेक लोक मो जीवन में अनेक लोक मैंने पाप करुँच पढ़ुंट उठुंट आत्मिक विषय बहुत गुड़िए लोक अच्छा प्रिय माना प्रभु लोक मैंने निनव नगर लोक मैंने अत्यधिक पाप करुले जिते बड़ निनव नगर को सदाप्रभु परमेश्वर जनसु को पठेला समय में सदाप्रभुकर वाक्य शुणिकी प्रभुकर उपवास आराधना करने समय में पाख स्थिति पाप दूर हो जाइथिला। प्रिय मना प्रभु लोक मैंने मनुष्य मैंने भावुंट मु जय पाई पारुनी मु जय केमिति पाइबी। प्रिय मना प्रभु लोक मैंने जय तुम द्वारा पाई परिबनी तुमर शक्ति ना तुमर बल ना तुमर किछि ना। प्रिय मना प्रभु लोक मैंने भाई भणी मैंने प्रभुंकर पवित्र आत्मा को द्वारा तुम्हें साहाय्य निमते मागी पारे सदा प्रभु परमेश्वर तुम मान को अनुग्रह करें सदा प्रभु कहते। हालेलुया। चलते प्रिय माना प्रभु लोक मैंने मु अधिक समय वाक्य मु कहवाक चाहूना यही छोट वाक्य प्रत्येक हृदय सफल हो प्रत्येक हृदय ये वाक्य जीवन यापन करने सदा प्रभु परमेश्वर तुम कृपा अनुग्रह दियो बोलिकी मु प्रार्थना करुच्ची। प्रेमना प्रभु लोक मैंने दयచేసి क्यों व्यक्ति मध्य क्यों तुम्हें व्यभिचार पापर अच्छ कि तुम्हें अन्य पापर अच्छ भाई भणी मैंने जागत्र शुणुवा प्रत्येक लोक मान जागत्र पाप कर ना पाप कले पापर अर्थ हूँ नरक जो मैंने पाप कर नरक को जाऊँच पाप आम निमंते सदा प्रभु परमेश्वर स्वर्ग राज्य हुलाई करी आम निमंते यही भूमिपृष्ठ को आसिकी से पापर आमको क्षमा देइछंती पापर आमको मुक्ति देइछंती। मो प्रभु होचंती पापर मुक्तिदाता परमेश्वर अटंती तुम मानक निमंते मो नाम निमंते सदा प्रभु आम पाप निमंते क्षमा पाई मिलिकी सदा प्रभु क्रूशरे आम निमंते ताके रक्त छांद करिछंती प्राण मध्य देइछंती। प्रिय माना प्रभु लोक माने प्लीज दयచేసి कौ माने मध्य पाप कर ना पाप करवा मिलसे ये व्यभिचार आत्मा को द्वारा जापे कहूँ जीशु को नाम रे ये वाक्य शुणुता प्रत्येक लोक मान को कहूँ भाई भणी मैंने तुम बाकी व्यभिचार आत्मा भी काम कर प्रभु ये वाक्य शुण प्रभुंर वाक्य शक्ति तेमे पाई पार तुम तुम हृदय तुम पाखरे व्यभिचार आत्मा जीशु को नाम रे दूर हो जाए बोली प्रार्थना करुच्ची। आम तुम्हें साहाय्य प्रभु तुमको साहाय्य करेंगे प्रभु निकट तुम्हें आसतु प्रभु को तुम्हें महिमा आउ घनता प्रशंसा करूँ प्रभु सन्निधि भय भक्ति करके रुहतु जो मैंने भय करुँच भक्ति करुँच जीवन में अति आत्मिक सफल होची से माने पाप को जाऊना पाप तम मान हद को आसीपर नहीं। प्रिय मना प्रभु लोक मैंने कौन पाई सदा प्रभुकर जसब कहते यदि को मु फटफर स्त्री मो साथ शयन करने को समय डाकिला समय फटफर को हस्त मो वस्त्र मु अनुग्रह करके आसी देखते। प्रिय मना प्रभु लोक मैंने सी गोटे गोटे अविवाहिता गोटे पुओ अविवाहित पुओ ताको केते पापर केते आलोचना थी मात्र प्रभु को भय कर पाप ताको हद को न आसिकी पापर ताके मुक्ति पाई जावार पापर ताके विजय पाई जय पाई। प्रिय माना प्रभु लोक मैंने आपण मैंने प्रभु सन्निधि मागंतु प्रभु मते विजय कर मते जय दियो पापर लोक मान संसार दुनिया मते जय मागो मो सदा प्रभु परमेश्वर तुमको जय लाभ करी सदा प्रभु कहते। हालेलुया। ये छोट प्रार्थना तुम जीवन यापन करने कृपा अनुग्रह करूँ ए वाक्य द्वारा शुणुता प्रत्येक लोक मैंने हृदय परिवर्तन करें सदा प्रभु परमेश्वर को विश्वास कर भरोसा कर मो प्रभु कृपा अनुग्रह करूँ। आमेन। आसिया प्रत्येक लोक मान प्रभु नाम प्रेज। हालेलुया।